କୁଆଡ଼େ ଟିକେ ବୁଝେଇକିରି କହ। ସେତେବେଳେ ପୂଜା ପଡ଼ୁଥିବ ଅନୁସାର ବିଷୟ ଗୁରୁ ଚାରି ପାଞ୍ଚ ଗୁରୁଙ୍କୁ ଦେଖିଲେ ଦେହ ଥରୁଥିଲା ଯା ଏ କଳିଯୁଗ ପିଲାଙ୍କୁ କହିବାକୁ ଡର ମାରୁଛି ତ ହାତକୁ ସନ୍ଧ୍ୟାବେଳୁ ମୋଡ଼ିଦେବୁ। ଭଗବାନ ଚାହିଁଥାନ୍ତୁ ମହାପ୍ରଭୁ କେଉଁଠୁ ଆସିଥିଲା ଆଜ୍ଞା? ଆମେ ସାଙ୍ଗ ହେଇକି ଆଇଛୁ। ସାଙ୍ଗ ହେଇକିରି ହଁ ବାବୁ ସେଇ କଥା କହୁଥିଲି ମନ୍ଦିର ବିଷୟରେ। ନୃସିଂହ ମହାପ୍ରଭୁଙ୍କର ଏଠି କ'ଣ କେତେ ଦିନର ମନ୍ଦିର? ଇଏ 1226 ଖ୍ରୀଷ୍ଟାବ୍ଦର ମନ୍ଦିର। ଗଙ୍ଗବଂଶ ରାଜା ତୁଲ୍ୟ ପ୍ରାଚୀରେ ନୌକାଦଳାଣୀ ପଥର ତିଆରି କରିଥିଲେ। ଯେତେବେଳେ ତିଆରି କଲେ ଏଠି ଧର୍ମରାଜ ଯୁଧିଷ୍ଠିର ମାଘ ମାସ ଦିନ ମନ୍ଦିର ପ୍ରତିଷ୍ଠା ଯେତେବେଳେ କଲେ ପୋଖରୀ ପାଖରେ ସେଠି ପୁରୁଣା ମନ୍ଦିର ଥିଲା ଚାରିକୋଣା ଇଟାରେ ଚଷୁ ଦାଗ ଅଛି। ଇଟା ପଡ଼ିଗଲେ ଆପଣ ଗୋଡ଼ ପଛେ ଭାଙ୍ଗିଯିବ ଇଟା ଭାଙ୍ଗୁନି। ଆଜିକାଲି କୋଇଲାରେ ପୋଡ଼ା ହେଉଛି ପଡ଼ିଗଲେ ଭାଙ୍ଗି ଯାଉଛି। ସେଠି ବାଉଁଶ ବଣା ହେଇଯାଉଛି ପୋଖରୀ ପାଖରେ। ସେ ମନ୍ଦିର ବାହାରେ ଗଙ୍ଗବଂଶ ରାଜା ତୃତୀୟ ନନ୍ଦ ମନ୍ଦିର ତିଆରି କଲେ। ସେ କଣରେ ସେ ପଡ଼ିଲା ନା ଚୁନୁପଡ଼ା ଜଗତସିଂହର ଗୋଟେ ବିଦ୍ୟା ସରକାର ଥିଲା। ପୂର୍ବ ଦ୍ୱାରରେ ସିଂହ କରି ଯାଇଛି ଦକ୍ଷିଣ ଦ୍ୱାର ବା ଭିତରେ ଦଶବତା ଯାଉଥିବୁ ଏ ଯେଉଁ ମୂର୍ତ୍ତି ଖଞ୍ଜା ହେଇଛି ନିହାଣ ଗୋଟେ ଦଶବତା ମୂର୍ତ୍ତି କରିଛନ୍ତି।